ଝରାବାହାଲ କ୍ୟାଥୋଲିକ୍ ଚର୍ଚ୍ଚର ଦୁଇ ଜଣ ଫାଦରଙ୍କୁ ଆକ୍ରମଣ କରି 5 ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଦୁର୍ବୃତ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଡିଆଇଜିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଆହତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇ ଜଣ ଫାଦରଙ୍କୁ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କି ଏବଂ ପୂର୍ବତନ ବିଧାୟକ ଜଜ ତିର୍କିଙ୍କ ସହିତ ବିଭିନ୍ନ ଚର୍ଚ୍ଚର କର୍ମକର୍ତ୍ତା ସାକ୍ଷାତ କରିଛନ୍ତି। ଗତକାଲି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଅନ୍ତର୍ଗତ ଝରାବାହାଲ କ୍ୟାଥୋଲିକ୍ ଚର୍ଚ୍ଚରେ ତାଲା ଭାଙ୍ଗି ଦୁଇ ଫାଦରଙ୍କୁ ଆକ୍ରମଣ କରି 5 ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଏତେ ବଡ଼ ଘଟଣା ସୃଷ୍ଟି ହେଲା ଚର୍ଚ୍ଚ ଭିତରେ। ଆଉ ରାତିରେ ପ୍ରାୟ 2:30 15 ତାରିଖ ରାତିରେ ସେ ଯେଉଁ ଦୁର୍ବୃତ୍ତମାନେ ଆସିଲେ, ଭଙ୍ଗାରୁଜା କଲେ, ପ୍ରିଷ୍ଟମାନଙ୍କୁ ବହୁତ ମାରିଲେ। ଏସବୁ ମାନେ ଆମକୁ ଜାଣିଲେ, ଶୁଣିଲେ, ଦେଖିଲେ ଟିକେ ଦୁଃଖ ଲାଗେ। ଆଉ ଆମେ ଚାହୁଁ ଯେ ସେମିତି ଘଟଣା ଆଗକୁ ନ ହେଉ। ଆଉ ଆମର ପ୍ରଶାସନ ଯେଉଁ ପୋଲିସ ଅଛନ୍ତି ସେମାନେ ତ ସାହାଯ୍ୟ କରୁଛନ୍ତି, ଆଉ ଆଗେ ବି ସେମାନେ ସାହାଯ୍ୟ କରିବେ। କିନ୍ତୁ ଆମେ ଚାହୁଁ ସେଠି ବି ଗୋଟେ ଆଉଟପୋଷ୍ଟ ହେଉ, ସେ ପାଖରେ ସେଠି ବି ପୋଲିସ ରହୁ, ଆଉ ସେଠି ଟିକେ ସେମାନେ ପେଟ୍ରୋଲିଂ ବି କରନ୍ତୁ, ଯଦ୍ୱାରା କି ସେ ଆଗକୁ ସେମିତି ଆଉ କିଛି ଘଟଣା ନ ହେଉ। କାଲି ଆମର ଫାଦର ଯେଉଁ ଅଛନ୍ତି ନିଟେଲ ବିଲୁଙ୍ଗ, ତାଙ୍କ ରିପୋର୍ଟରେ ଆମର ଡକାୟତି କେସ୍ କରାଯାଇଛି। ଆଉ ଏଇଭଳିଆ ସିମିଲାର ଇନସିଡେଣ୍ଟ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ହେଇଛି। ସେଗୁଡ଼ାକ ଆମେ ତଦନ୍ତ ଚଲେଇଛୁ ଏବଂ ବର୍ଡରିଂ ପୋଲିସ ଡିଷ୍ଟ୍ରିକ୍ଟମାନଙ୍କ ସହିତ ଯୋଗାଯୋଗରେ ଅଛୁ। ସ୍ପେଶାଲ ଟିମ୍ ଗୋଟେ ଆମର ଫର୍ମେସନ୍ କରାଯାଇଛି। ଡିଆଇଜି ସାର୍ଙ୍କର ମାନେ କଣ୍ଟିନ୍ୟୁଅସ୍ ମନିଟରିଂ ଚାଲିଛି। ଆଉ ବିଭିନ୍ନ ଆଙ୍ଗେଲକୁ ଆମେ ଦେଖିକିରି ଇନଭେଷ୍ଟିଗେସନ୍ ଆମର ଜାରି ରହିଛି। ସୁନ୍ଦରଗଡ଼ ସମ୍ବଲପୁରରେ ବି ଏଭଳିଆ ଇନସିଡେଣ୍ଟ ଗତ ବର୍ଷ ହେଇଥିଲା। ତ ସେ କେସ୍ ଗୁଡ଼ାକରେ ବି କେମିତି କ'ଣ ମର୍ଡର ଅପରାଣ୍ଡି ଥିଲା, ଆମେ ସେଠିକାର ଲୋକାଲ ପୁଲିସ ସହିତ ମଧ୍ୟ ଯୋଗାଯୋଗ କରୁଛୁ।